प्रेज द लॉर्ड। ମୁଁ ଆଶା କରୁ ସମସ୍ତେ ଭଲ ଥିବେ। ବହୁତ ଦିନ ପରେ ପ୍ରଭୁଙ୍କର ବାକ୍ୟ ଦ୍ୱାରା ମୁଁ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଚାହେଁ। ଆଜିର ବାକ୍ୟ ଆମମାନଙ୍କୁ କ'ଣ ଶିକ୍ଷା ଦିଏ, ଆସନ୍ତୁ ଜାଣିବା। ଯେତେବେଳେ ଆମମାନଙ୍କର ଜୀବନରେ ପରୀକ୍ଷିତ ହୋଇଥାଉ, ସେହି ସମୟରେ ଆମେ ମନୁଷ୍ୟ ଭାବରେ ଆମେ କହିଥାଉ ଯେ ଆଏ ପ୍ରଭୁ ଏତେ ବଡ଼ ପରୀକ୍ଷା ମୋତେ କଲେ, ପ୍ରଭୁ କାହିଁକି ମୋତେ ପରୀକ୍ଷା କରୁଅଛ, ପ୍ରଭୁ ସେ ପରୀକ୍ଷାରୁ ଉଦ୍ଧାର କର। ଏହି ପ୍ରକାର ଭାବେ ପ୍ରଭୁ ପରୀକ୍ଷା କରନ୍ତି କହି ଆମମାନେ ଚିନ୍ତା କରିଥାଉ, ଭାବିଥାଉ। କିନ୍ତୁ ପ୍ରକୃତରେ ଆସନ୍ତୁ ଦେଖିବା, ଆମମାନଙ୍କର ଜୀବନରେ ଯେତେବେଳେ ପରୀକ୍ଷା ଆସେ, ସେ ପରୀକ୍ଷା କେଉଁ ଦ୍ୱାରା ଆସେ ଆଉ କିଏ ଆମମାନଙ୍କୁ କରିଥାଏ। ଯାକୁବ ପୁସ୍ତକ 1 ଅଧ୍ୟାୟର 13 ପଦରେ ଏହି ପ୍ରକାର ଭାବେ ଲେଖା ଅଛି ଯେ କେହି ପରୀକ୍ଷିତ ହେଲେ ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। ମାନେ ସମ୍ପୂର୍ଣ୍ଣ ଭାବେ ସରଳ ଭାବରେ ଏଠାରେ ଲେଖା ଅଛି ଯେ ପ୍ରଭୁ କେବେ କାହାକୁ ପରୀକ୍ଷା କରନ୍ତି ନାହିଁ। ଏଥିପାଇଁ ଆମମାନେ ଯେତେବେଳେ ପରୀକ୍ଷିତ ହଉ, ପ୍ରଭୁଙ୍କୁ ଆମେ ଦୋଷ ନ ଦେଉ କିମ୍ବା ପ୍ରଭୁଙ୍କ ଆଡ଼ୁ ଆମେ ନ ଯାଉ ଯେ ପ୍ରଭୁ ମୋତେ କାହିଁକି ପରୀକ୍ଷା କରୁଅଛ ବୋଲି। ବରଂ ସେ ପରୀକ୍ଷା କାହାଠାରୁ ଆସେ, କି ପ୍ରକାର ଭାବେ ଆସେ, ତାହା ଆମେ ଆଲୋଚନା କରିବା ବାକ୍ୟ ଦ୍ୱାରା। ଆସନ୍ତୁ ଦେଖିବା ସେହି ଯାକୁବ ପୁସ୍ତକ 1 ଅଧ୍ୟାୟର 14 ପଦରେ ଲେଖା ଅଛି, କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ। ମାନେ ମନୁଷ୍ୟ ନିଜର କାର୍ଯ୍ୟ ଦ୍ୱାରା, ନିଜର କାମନା ଦ୍ୱାରା ମନୁଷ୍ୟ କ'ଣ ହୋଇଥାଏ କି ପରୀକ୍ଷିତ ହୋଇଥାଏ। ଆମେ ଯଦି ଆମମାନଙ୍କର ଚକ୍ଷୁ ଆମେ ମନ୍ଦ ଆଡ଼ୁ ନେଇଥାଉ, ତେବେ ଆମମାନଙ୍କର ଚକ୍ଷୁ ପାପ ଆଡ଼କୁ ଟାଣି ନେଇଥାଏ। ଆମର କାନ ଯଦି ମନ୍ଦ ଆଡ଼କୁ ନେଇଥାଉ, ତେବେ ଆମମାନଙ୍କର ଶ୍ରବଣ ମଧ୍ୟ ମନ୍ଦ ଆଡ଼କୁ ଯାଇଥାଏ। ଆମମାନଙ୍କର ମୁଖ ଯଦି ଆମେ ମନ୍ଦ ଆଡ଼କୁ ନେଇଥାଉ, ତେବେ ସେହି ମୁଖ ଦ୍ୱାରା ମଧ୍ୟ ଆମମାନେ ପାପ କରିଥାଉ। ଏଥିପାଇଁ ଆସୁ ଆମମାନେ ଯେତେବେଳେ ପରୀକ୍ଷିତ ହଉ, ପ୍ରଭୁଙ୍କ ଠାରୁ ଆମେ ସାହାଯ୍ୟ ମାଗିବା। ବରଂ ଆମେ ପ୍ରଭୁଙ୍କୁ ନ କହୁ ଯେ ପ୍ରଭୁ ମୋତେ କାହିଁକି ପରୀକ୍ଷା କରୁଅଛ ବୋଲି। ପ୍ରଭୁ ଏହି ବାକ୍ୟର ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ।